विद्यार्थीଙ୍କ ପାଇଁ ସାଧାରଣ ଜ୍ଞାନ ପ୍ରସ୍ତୁତି ବିଚାରକ୍ରାନ୍ତି ଦୂତ ଓଡ଼ିଆ ଗାୟତ୍ରୀ ପରିବାର। ଶୀତ ଋତୁ ସମ୍ବନ୍ଧରେ କିଛି ତଥ୍ୟ। ଶୀତ ଋତୁରେ କେଉଁ ଖାଦ୍ୟ ଶରୀର ପାଇଁ ଭଲ ହୋଇଥାଏ? ଖେଚୁଡ଼ି, ଦଲିଆ, ବାଜରା, ମକା ରୁଟି ଇତ୍ୟାଦି। ଶୀତ ଋତୁରେ କେଉଁ ଫଳ ଶରୀର ପାଇଁ ଉପଯୋଗୀ? ପିଜୁଳି, ସେଓ, ଖଜୁରୀ, ନାସପାତି ଇତ୍ୟାଦି। ଶୀତ ଋତୁରେ କେଉଁ ପନିପରିବା ଶରୀର ପାଇଁ ଉପଯୋଗୀ? ଗାଜର, ବିଟ୍, କନ୍ଦମୂଳ ଆଦି। ଶୀତ ଋତୁରେ କେଉଁ ଶାଗ ଶରୀର ପାଇଁ ହିତକର? ପାଳଙ୍ଗ, ମେଥି, ବଥୁଆ। ଶୀତ ଋତୁରେ କେଉଁ ପାନୀୟ ଶରୀର ପାଇଁ ଆବଶ୍ୟକ? ଅଦା ମିଶା ଚାହା ଓ ଲେମ୍ବୁ ଏବଂ ମହୁ ମିଶା ଗରମ ପାଣି। ଶୀତ ଋତୁରେ କ'ଣ ଖାଇବା ଅନୁଚିତ? ଅତ୍ୟଧିକ ତେଲଛଣା ଜିନିଷ ଏବଂ ମସଲାଯୁକ୍ତ ଖାଦ୍ୟ। ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ କ'ଣ ଖାଇବା ଉଚିତ? ଦେଶୀ ଘିଅ, ଗୁଡ଼, ଅଦା, ରସୁଣ ଇତ୍ୟାଦି। ଶୀତ ଦିନେ କେଉଁ ମଞ୍ଜି ଶରୀରକୁ ଉପକାର ଦେଇଥାଏ? ଚିନାବାଦାମ, ପେସ୍ତାବାଦାମ, ଅଖରୋଟ ଇତ୍ୟାଦି। ଥଣ୍ଡା ଜ୍ୱର ହେଲେ କ'ଣ ଖାଇବା ଉଚିତ? ଖେଚୁଡ଼ି, ଦଲିଆ, ସିଝା ପରିବାଯୁକ୍ତ ତରକାରୀ। ଶୀତଦିନେ କେଉଁ କାର୍ଯ୍ୟ ଶରୀରକୁ ସ୍ଫୂର୍ତ୍ତି ଯୋଗାଇଥାଏ? ବ୍ୟାୟାମ ଏବଂ ଯୋଗ। ଧନ୍ୟବାଦ।